विपाश्चत्तु मा कश्चित् क्षमा हरिओ आज्ञा बोल हे पुरुष समाज संपूर्ण भाव भूली जाते हरि नाम सत्य आज्ञा बोल करी हित जन्म कला माँ बाबा को भी संपूर्ण भाव भूली जाते हेले भाग्यवान आज मते राज्य बाबा इच्छा है तो दाई बाबा इच्छा गौतमी प्रभु नाम जोगी बेश धरी हो हरे कृष्ण हरे राम हरे कृष्ण हरे राम हरे कृष्ण हरे राम हरे कृष्ण हरे राम चलो थिब चुईलिया चलो थिब चुईलिया चली जीव प्राण हो हरे कृष्ण हरे राम हरे कृष्ण हरे राम हरे कृष्ण हरे राम हरे कृष्ण हरे राम जुग मणि सका कहीं नहीं कहानी छठ सरी गले बाबू जाते तो पासी कली जुग मणि सका कहीं नहीं कहानी छठ सरी गले बाबू जाते तो पासी चली जीवा यही प्राण चली जीवा यही प्राण चलू जीवा ले आओ हरे कृष्ण हरे राम हरे कृष्ण हरे राम हरे कृष्ण हरे राम हरे कृष्ण हरे राम राजकुमारी साक्षात करंतु बाबा मो प्रणाम घेणे करंतु बाबा उठो हे बाबा शिवर हरणा बाबा आपण हेउचंदी जणे त्रिकालदासी आपण तो दिव्य दृष्टिरे सब किछि देखि पारंते आ जानि पारंते मो आपण को कोन कहबी तमे मते अविश्वास करूछ बा ना बाबा ना आपण जणे त्रिकालदासी बोली मुट्टी की आप तमे मते अविश्वास करूछ बा तब मुख मंगल देखब कहि पारि जे तब ना होची प्रतिभा प्रतिभा तब होतो हे सुंदर चलो गरिलो राजकुमारी भले गोटे प्रश्न नहीं आसु जमा कहीं अमर जिते भी पुत्र सन्तान जन्म होती कहीं मृत्युवरण कर सत कहले ना सतरे बाबा आज मो जीवनटा धन्य हो गला बाबा आपन को दर्शन करे मो जीवनटा धन्य बाबा जो उद्देश्य जो लक्ष्य लेके आपन को पाख को आसी तार कोन किछि उपाय अछि भले जेते बेले प्रश्न नहीं आसु जमा निश्चय तम मनस्कामना पूर्ण हेले बा कहीं के तमरा तो भरनी
ଯେତେ ବି ପୁତ୍ର ସନ୍ତାନ ଜନ୍ମ ହେଉଛି କାହିଁକି ମୃତ୍ୟୁବରଣ କରିଛନ୍ତି କାରଣ ଜାଣିଛ? ନା ବାବା କାହିଁକି ନା ତମ ରାଜମହଲରେ ଗୋଟାଏ ଅତୃପ୍ତି ଆତ୍ମା ଧରି ବୁଲୁଛି। ଯେତେ ବି ପୁତ୍ର ସନ୍ତାନ ଜନ୍ମ ହେଉଥିବା ସମସ୍ତଙ୍କୁ ସେ ଖାଇ ଯାଉଛି। ଶୁଣିଲେ ରାଜକୁମାରୀ, ବାବା ଏ ସବୁ କଣ କହୁଛନ୍ତି? ଆମ ରାଜା ମହଲରେ ଗୋଟିଏ ଅତୃପ୍ତି ଆତ୍ମା ଅଛି, ଆଉ ସବୁ ଶିଶୁ ସନ୍ତାନକୁ ସେ ଖାଇଯାଉଛି। ରାଜକୁମାରୀ ମମତା ଏତେ ବଡ଼ ଅମତ ହେଇଯାଉଥିଲା ରାଜକୁମାରୀ ହେଲେ ଆମେ କିଛି ଜାଣିପାରୁଛୁ। କିଛି ଜାଣିପାରିନଥିଲେ ରାଜକୁମାରୀ। ବାବା ବାବା ୟାର କ'ଣ କିଛି ପ୍ରତିକାର ନାହିଁ? ଅଛି ମା, କେବଳ ଗୋଟେ ପ୍ରତିକାର ଅଛି, ସେଇଟା ହଉଛି ଗୁପ୍ତ ହୋମ ଯଜ୍ଞ। ତାହେଲେ ଶୀଘ୍ର ସେ ଗୁପ୍ତ ମଜର ବ୍ୟବସ୍ଥା କରନ୍ତୁ ବାବା। ତମକୁ ସହିତ ମା ଏକୁଟିଆ ବାସର ଭିତରକୁ ଯିବାକୁ ହବ। ଏକୁଟିଆ ପାରିବ ମା? ଏକୁଟିଆ କାହିଁକି ବାବା? କାହିଁକି ନା ସେ ଗୁପ୍ତ ହୋମ ଯଜ୍ଞ ସମାପ୍ତ କରିବ ସେଇ ଅପ୍ରତ୍ୟ ଆତ୍ମାକୁ ଦେଖି ସେଇଠି ଭସ୍ମୀଭୂତ କରିବ। ବୁଝିପାରୁଛୁ ବାବା? ମୁଁ ତ ଏଇ ଗୁପ୍ତ ହୋମର ଯୁଦ୍ଧରେ ବସିବା ପାଇଁ ପ୍ରସ୍ତୁତ ଅଛି। ଠିକ ଅଛି ମା, ତାହେଲେ ଆସ ବାସର ଭିତରକୁ ଆସ। ଠିକ ଅଛି ବାବା, ବିମସ୍ତା ରାଜକୁମାରୀ। ତମେ ମୋତେ ଏଠି ଅପେକ୍ଷା କର। ରାଜକୁମାରୀ ତାହେଲେ ମୁଁ ଆସୁଛି। এই দেখো মা, এই হচ্ছে ত্রিকাল দর্শন আমার ভাষ্য। ସତରେ ଆକ୍ରମଣ ଦେଖିବାକୁ କେଡ଼େ ସୁନ୍ଦର, ସୁନ୍ଦର। ଅତି ସୁନ୍ଦର। ବାବା ଆପଣ କିଛି କହିଲେ ବାବା? ନା, ଆଜି ମୁଁ କିଛି କହିବିନି ମା, ଯାହା କହିବି ମୁଁ କହିବି। ଠିକ ଅଛି হাতে হাতে আসলে সাদা ফিটব পড়লো বেঁচেছে হরকতে লাসি হরকতে লাগ হত্যা অধিপতি রাহ নবস্থানে অবস্থান କରିଛନ୍ତି। ঠিক এই সমୟରେ ঋষি ପରଶର ନୌକାରେ ବସି ଗଙ୍ଗା ନଦୀ ପାର ହେଉଛନ୍ତି। ଆଉ ନୌକା ଚାଳନା କରୁଥିଲେ ମତ୍ସ୍ୟ କଥା ସତ୍ୟବତୀ। ଋଷି ଗଣନା କରି କହିଲେ ମା, ଏଇଟା ହଉଛି ଶୁଭ ସମୟ ଶୁଭ ମୁହୂର୍ତ୍ତ। କୌଣସି ନାରୀ ପୁରୁଷ ସଦ୍ଗତ କଲେ ନିକଛୁକ ଜନ୍ମ ପୁତ୍ର ଜନ୍ମ ହେବ। ହେଲେ ମା, କୌଣସି ଗୃହସ୍ଥିଙ୍କ ଖବର କହିବା ଆଗରୁ ସମୟଟା ସବୁ ସମାପ୍ତ ହୋଇଯାଇଥିଲା। ସେଥିପାଇଁ ଋଷି ପରଶର ସତ୍ୟବତୀକୁ ସବୁ ବୁଝାଇ କହିଲେ। ହଁ ସତ୍ୟବତୀ ବି ରାଜି ହୋଇଗଲେ। ପ୍ରଭାତ ସମୟ ମା, ଗଙ୍ଗା ନଦୀ ଦୁଇ କୂଳର ଲୋକ ଦେହର ମିଳନ ପାଇଁ ସତ୍ୟବତୀ ଲଜ୍ଜା ହେଲେ। ତାପରେ ଋଷି ପରଶର କଣ କଲେ ଜାଣିଛ? କ'ଣ କଲି ବାବା? এই সৃষ্টিরে কেহি দেখিপারিবেনি বলি আবিষ্কার কলে তো কুহুড়ি। ଓ ତାହେଲେ ଏଥିପାଇଁ କୁହୁଡ଼ିର ଆବିଷ୍କାର ঋষি পরশর সত্যবতীকে রমণ কলে। হয় জন্মলে ব্যাসদেব, হয় সে লেখিলে মহাকাব্য মহাভারত। হাতে হাতে সেই সময় সেই মুহূর্ত কৌশি নারী পুরুষ সদ্গত কলে নিকছুক জন্ম পুত্র জন্ম হবে। ବାବା ତାହେଲେ ଆଉ ଡେରି କାହିଁକି? ଶୀଘ୍ର ଆମ ରାଜ୍ୟର କୋଉ ସ୍ୱାମୀ ସ୍ତ୍ରୀକୁ ଏଇ କଥାଟା ଜଣାଇ ଦିଅ। ଏ ଖବର ମୁଁ କାହାରିକୁ ଦେବା ପାଇଁ ଚାହେଁ ନା ମା। କାହିଁକି ବାବା? ମୁଁ ଚାହେଁ ତମ ସହିତ ମୁଁ ଦେହର ମିଳନ କରିବି। ବାବା ତମେ ହେବ ଆଉ ଏକ ଯୁଗ ଜନ୍ମ ହେବ। ସେଇ ଜନ୍ମ ଜଗତରେ ବ୍ୟାସ ଦେବ। ସେ ଲେଖିବ ଏଇ କଳି ଯୁଗର ମହାଭାରତ। ବାବା ଏ ତୁମେ କ'ଣ କରୁଛ? ତମେ ଭଲ ଭାବରେ ଜାଣିଛ ମୁଁ ହେଉଛି ସୁନ୍ଦର ଜନଗଣୀୟ ରାଜକୁମାରୀ। ଆଉ ତମେ ହେଉଛ ଜଣେ ସାଧୁ। ମୋ ବିଷୟରେ ତମେ ଏମିତି ଭାବିପାରିବ? ଶୁଣିବା ପାଇଁ ଚାହେଁ ନା ମା। ହରେ ସତ୍ୟ କବି ଭୀମ ଭୈବର କହିଯାଇଛନ୍ତି, ବୁଝିଗଲେ ପଛେ ନର୍କ ପଡ଼ିଥାଏ ଜଗତ ଉଦ୍ଧାର ହଉ। এই জগত উদ্ধার ପାଇଁ
এই বাবা যে জঘন্য জঘন্য অপরাধ করি সব সৃষ্টির মঙ্গল পাই এই বাবা সাথে দেওয়া যে সেই ଆରେ କଣ ଭାବୁଛ ତମେ ମୁଁ ଗୋଟିଏ ଦୁର୍ବଳ ନାରୀ ମୁଁ ଚାହିଁଲେ ତମ ଗଣ୍ଠିରେ ମୁଣ୍ଡ ଅଲଗା କରିଦେଇପାରିବି ମତେ ଭାରି ଡର ଲାଗିଲା ରାଜକୁମାରୀ ହରେ ମତେ କଣ ଭାବୁଛ ମୁଁ ଗୋଟେ କାପୁରୁଷ ଯଦି ତମ ଦେହରେ ବୀର ରକ୍ତ ଅଛି ତାହେଲେ ଆସ ମୋ ସହିତ ଯୁଦ୍ଧ କର ହରେ ଯୁଦ୍ଧ କରିବି ନିଶ୍ଚୟ ରାଜକୁମାରୀ ହେଲେ ଯୁଦ୍ଧ କରିବା ପୂର୍ବରୁ ମୋର ଗୋଟାଏ ସର୍ତ୍ତ ମାନିବାକୁ ସର୍ତ୍ତ ଆରେ କି ସର୍ତ୍ତ ଯଦି ମୋ ସହିତ ତମେ ଯୁଦ୍ଧ କରିବା ସମୟରେ ହାରିଯାଅ ମୁଁ ପୁଣି ହାରିଯିବେ ନା ଠିକ ଅଛି ତମ ମନରେ ଯଦି ସନ୍ଦେହ ଅଛି ତାହେଲେ ଶୁଣ ଏଇ ଦଶାଧିକ ପାଲକ ମୋ ସାକ୍ଷୀ ରଖିକି କହୁଛି ଯଦି ମୁଁ ଯୁଦ୍ଧରେ ହାରିଯାଏ ତାହେଲେ ତମର ସବୁ ଇଚ୍ଛା ମୁଁ ପୂରଣ କରିବି ଭଲ ଭାବେ ଭାବି କୁହ ରାଜକୁମାରୀ ହଁ ଭଲରେ ଭାବିକି କହୁଛେ ଆଉ ତମେ ଯଦି ହାରିଯାଅ ମୁଁ ଯଦି ଯୁଦ୍ଧ କରିବା ସମୟରେ ହାରିଯାଏ ଆଜି ମୁଁ ପ୍ରତିଜ୍ଞା କରି କହୁଛି এই মন্ত্র ব্যতীত কাজ চালিয়ে শীঘ্র যুদ্ধ পাই প্রস্তুত হয়ে হলে শক্তির পরীক্ষা হ্যাঁ রাজকুমারী সত্য অনুযায়ী বর্তমান তলে যুদ্ধে হারি যাইছ হলে সত্য অনুযায়ী মতে ভাড়া দেব ঠিক আছে ମୁଁ ଯୁଦ୍ଧରେ ହାରି ଯାଇଛି ଆଉ ଆଜି ଯାଏ ପ୍ରତିଭାକୁ କେହି ମଧ୍ୟ ଯୁଦ୍ଧରେ ହରେଇ ନଥିଲେ ହେଲେ ସତ କୁହ ତମେ ଏମିତି କି ଯାଦୁ ଜାଣିଛ ଯେ ମତେ ତମେ ଯୁଦ୍ଧରେ ହରେଇ ତମେ ସତ୍ୟ କରିଛ ସତ୍ୟ ଅନୁଯାୟୀ ମତେ ଭାড়ା ଦେବ ଦେଖୁଛ ନା ଏ ମୋର ସୌନ୍ଦର୍ଯ୍ୟ ନଗରୀ ଆଜିଠାରୁ ଏଇ ସୌନ୍ଦର୍ଯ୍ୟ ନଗରୀର ଅଧା ଧନ ସମ୍ପତ୍ତିଟା ମୁଁ ତମରି ନାଁରେ କରିଦେଉଛି এই সৌন্দর্য নগরীর অর্থাৎ হলো সম্পত্তি তোমারে আরে তুমি সত্য করিছ তম মন ইচ্ছা যাহা হব তাহা মো পুরা করিবি আমার ইচ্ছা হচ্ছে তোমার এই সৌন্দর্য দেহ
ଧନ ସମ୍ପତ୍ତି ତମକୁ ଜାନ୍ତି ଦଉଛି ସେଇଥିରେ ଲୋଭ ନ କରି ତମେ ତମେ ମୋ ଯୌବନ ସତ୍ୟ କରି ଚଳ ଯଜମାରି ତମ ମନ ଇଚ୍ଛା ଯାହା ହବ ତାହାକୁ ପୂରା କରିବି। ତମ ଇଚ୍ଛା ହଉଛି ତମର ଏଇ ସୌନ୍ଦର୍ଯ୍ୟ ଦେହ ଭାଷଣ ଯଜମାରି ତମର ଏଇ ସୌନ୍ଦର୍ଯ୍ୟ ଦେହଟା ଜଗତେ ଦାଦା କରିଦିଅ। ଆରେ ହେଇଗଲେ ହେଇଯିବି ମୁଁ ସତ୍ୟ ଭଗ୍ନ ହେଲେ ତମର ଏଇ ଇଚ୍ଛା ମୁଁ କେବେ ବି ପୂରଣ କରିବି। କୁମାରୀ ହରେ ଭୁଲି ଯାଇଛ ଯେମିତି ପ୍ରଭୁ ରାମଚନ୍ଦ୍ର କଥା ଶତ୍ରୁ ସତ୍ୟ ରକ୍ଷା କରିବାକୁ ଯାଇ 14 ବର୍ଷ ବନବାସ ଯାଇଥିଲେ। ଆଉ ତମେ ସତ୍ୟ କରି ଭୁଲି ଯାଉଛ କେମିତି? ଆସ ହରେ ପାଖକୁ ଆସ। अरे देखो पिलाड़ी एठिक आसी बने बने आखि बुझी बुझी क्षीर पिउछि भाबुछि ताको केही भी देखु नहंते। वाह राजकुमारी वाह आपण एते तळकु पुसी दिले बोली मो स्वप्नरे मध्य केबी भी भाबी नथिलु। आपण एते तळकु पुसी गले जे शेषरे एई बाबा सागरे छी राजकुमारी छी जहाँ देखिली ताहा कहूछि राजकुमारी आपण कहंतु मु जहाँ देखिछि सेटा सत ना मिछ। तमे जिते बेले निज आखिरे देखि सारि जाओ मु तुमको कोन मिछ कहबी एले एति मन रख एठी बड़ किछि भी बोल नाही माने आ कोन बाबान को बोल
ଥାଉ ରାଜକୁମାର ଥାଉ ନିଜ ଦୋଷ ଲୁଚେଇବାକୁ ଯାଇ ଅନ୍ୟକୁ ଦୋଷୀ କରିବା ପାଇଁ ଚେଷ୍ଟା କରନ୍ତୁନି ବରଂ ଏଇଆ କହନ୍ତୁ ଆପଣଙ୍କ ଦେହର ଭୋକ ଏତେ ପ୍ରବଳ ମାତ୍ରାରେ ବଢିଗଲା ଯେ ନିଜକୁ ନିଜେ ସମ୍ଭାଳି ନ ପାରି ଶେଷରେ ଏଇ ତ୍ରିକାଳଦର୍ଶୀ ବାବା ସାଙ୍ଗରେ ପାପ ସମ୍ପର୍କଟା ରଖିଦେଲେ ବୋଲି ବାଃ ରାଜକୁମାରୀ ବାଃ ଆପଣ ଏତେ ଭଲ କାର୍ଯ୍ୟଟେ କରିଛନ୍ତି ଯେ ଆଜି ମୁଁ ଆପଣଙ୍କୁ କୃତଜ୍ଞତା ନ ଜଣେଇକି ରହିପାରୁନି ରାଜକୁମାରୀ ବାଃ ରାଜକୁମାରୀ ଥରେ ତ ଚିନ୍ତା କରିବାର ଥିଲା ଥରେ ତ ଆପଣ ଭାବିବାର ଥିଲା ଆରେ ଆପଣଙ୍କ ପରା ଆପଣଙ୍କ ଭାଇ ମାନେ ଆମ ରାଜ୍ୟର ମହାରାଜା ଆମ ରାଜ୍ୟର ସୁରକ୍ଷା ପାଇଁ ଆପଣଙ୍କୁ ରାଜା କରେଇକି 21 ବର୍ଷ ପାଇଁ ପୁତ୍ର ସନ୍ତାନ ପ୍ରାପ୍ତ ନିମିତ୍ତ ତୀର୍ଥଯାତ୍ରା କରିବାକୁ ଯାଇଛନ୍ତି ସିଏ ଯେତେବେଳେ ଆମ ରାଜ୍ୟକୁ ଫେରି ଆସିବେ ତାଙ୍କୁ ମୁଁ କି ଉତ୍ତର ଦେବି ରାଜକୁମାରୀ ତାଙ୍କୁ ମୁଁ କି ଉତ୍ତର ଦେବି ଆଉ ଯେତେବେଳେ ଆମ ରାଜ୍ୟର ସମସ୍ତ ଜନ ପ୍ରଜା ଜାଣିଯିବେ କି ଆମ ରାଜକୁମାରୀ ଗୋଟିଏ ଚରିତ୍ରହୀନା ବୋଲି ସେତେବେଳେ କଣ କହିବେ ରାଜକୁମାରୀ କଣ କହିବେ କହିବେ ବା କଣ ପ୍ରକୃତରେ ଆପଣ ହଉଛନ୍ତି ଗୋଟିଏ ଚରିତ୍ରହୀନା ଆଉ ପ୍ରକୃତରେ ଆପଣ ହଉଛନ୍ତି ଗୋଟିଏ କଳଙ୍କିନୀ ଆଉ ପ୍ରକୃତରେ ଆପଣ ହଉଛନ୍ତି ଗୋଟିଏ ବେଶ୍ୟା ନାରୀ ନା ମୁଁ ବେଶ୍ୟା ନୁହଁ ନା ମୁଁ ଚରିତ୍ରହୀନା ନୁହଁ हरे कर्तव्य कहेगी बड़ खुशी हो हम जदि राजी हम तब मथारी में सिंदूर देव पाई राजी କଣ କହିଲ ତମେ ତମେ ମୋ ଅବତାରେ ସିନ୍ଦୁର ଦେବ ରାଜକୁମାରୀ ବାପା ଆଜି ଆପଣଙ୍କ ମଥାରେ ସିନ୍ଦୁର ଦେବେ ନା କାହିଁକି ନା ମୁଁ ଆତ୍ମହତ୍ୟା କରିବି ପଛେ ୟାଙ୍କ ହାତରେ ସିନ୍ଦୁର ପିନ୍ଧିବି ରାଜକୁମାରୀ ନାଇଁ ଆତ୍ମହତ୍ୟା କରିଦେଲେ ଯଦି ସବୁ ସମସ୍ୟାର ସମାଧାନ ହେଇଯାଉଛନ୍ତି ତାହେଲେ ଏହି ଦୁନିଆର 50% ଲୋକ ମରି ସାରନ୍ତନି ରାଜକୁମାରୀ ଦେଖନ୍ତୁ ରାଜକୁମାରୀ ଥରେ ଚିନ୍ତା କରନ୍ତୁ ଆପଣ ଯୋଉ ବାବା ସାଙ୍ଗରେ ପାପ ସମ୍ପର୍କଟା ରଖି ସାରିଛନ୍ତି ଭବିଷ୍ୟତରେ ଯଦି ଆପଣ ଏଥିପାଇଁ ଗର୍ଭବତୀ ହେଇଯାଆନ୍ତି ତାହେଲେ ଏହି ଦୁନିଆରେ ଲୋକେ କଣ କହିବେ हरे तो ही देते हरे देखो देखो हमारा तो तुम्हारी जड़े चरित्रहीना हरे देखो देखो हमारा तो तुम्हारी जड़े बेश्या हरी कथा करो सही परिवार तो तुम्हारी ଦେଖନ୍ତୁ ରାଜକୁମାରୀ ଆପଣ କଣ ସହିପାରିବେ ଉତ୍ତର ଦିଅନ୍ତୁ ରାଜକୁମାରୀ ଉତ୍ତର ଦିଅନ୍ତୁ ନା ମୁଁ ସହିପାରିବିନି ତାହେଲେ କାହିଁକି ରାଜି ହଉନାହାନ୍ତି ଆପଣ କାହିଁକି ରାଜି ହଉନି ମୁଁ ଜାଣିଛ ଆଜି ଯୋଉ ମୋ ଚରିତ୍ରରେ କଲଙ୍କର ଦାଗ ଲଗେଇ ଦେଇଛନ୍ତି ସେ କଣ ଏଇ ଦାଗକୁ ପୋଛି ଦେଇ ପାରିବେ ନାଇଁ ରାଜକୁମାରୀ ନାଇଁ ଗୋଟିଏ ନାରୀର ଚରିତ୍ରରୁ ଥରେ କଲଙ୍କ ଦାଗ ଲାଗି ସାରିଲା ପରେ ତାକୁ ଏଇ ଦୁନିଆର କୌଣସି ବି ପୁରୁଷ ପୋଛି ଦେଇ ପାରନ୍ତିନି ବରଂ ମୁଁ କହିବି ରାଜକୁମାରୀ ଆପଣ ଯଦି ବାବାଙ୍କ ହାତରେ ଆପଣଙ୍କ ମଥାରେ ସିନ୍ଦୁର ପିନ୍ଧନ୍ତି ତାହେଲେ ଆପଣଙ୍କ ସତୀତ୍ୱ ନଷ୍ଟ ହେବାରେ ଆପଣ ବଞ୍ଚିଯିବେ ରାଜକୁମାରୀ ଆଉ ଏ ରାଜ୍ୟବାସୀ କିଛି କହିବେନି ସେଇଥିପାଇଁ ତ କହୁଛି ଆମ ରାଜ୍ୟବାସୀ ଆପଣଙ୍କୁ ଆଙ୍ଗୁଠି ଉଠାଇବା ପୂର୍ବରୁ ତାଙ୍କ ମୁହଁ ବନ୍ଦ କରିବାକୁ ହବ ଆଉ ସେଇଥିପାଇଁ ଆପଣଙ୍କୁ ବାବାଙ୍କ ହାତରେ ଆଜି ସିନ୍ଦୁର ପିନ୍ଧିବାକୁ ହବ ରାଜକୁମାରୀ ପିନ୍ଧିବାକୁ ହବ ଠିକ ଅଛି ମୁଁ ଯଦି ତାଙ୍କ ହାତରେ ସିନ୍ଦୁର ପିନ୍ଧିଲେ ମୋ ସତୀ କଣ ବଞ୍ଚିଯିବ ବଞ୍ଚିଯିବ ରାଜକୁମାରୀ ତାହେଲେ ନିଶ୍ଚୟ ପିନ୍ଧିବି ମୁଁ ସିନ୍ଦୁର ପିନ୍ଧେଇ ଦିଅ ମୋ ହାତରେ ଶଙ୍ଖା ଭରି ଦିଅ ମଥାରେ ଟପାଇ ସିନ୍ଦୁର ପୋଛି ଦିଅ ଦେହରେ ଲାଗିଥିବା କଲଙ୍କର ଦାଗ ତାହେଲେ ଠିକ ଅଛି ରାଜକୁମାରୀ ମୁଁ ସିନ୍ଦୁର ନେଇକି ଆସୁଛି ରାଜକୁମାରୀ ହେଲେ ଆଜି ମୋର ଦିଟା ସର୍ତ୍ତ हाँ पुणी दुईटी सत्य ହଁ ମୋର ପ୍ରଥମ ସର୍ତ୍ତଟା ହେଉଛି ଏଇ ଯୋଉ ବାବା ବେଶ ତମେ ଧାରଣ କରିଛ ନା ଏଇ ବାବା ବେଶଟାକୁ ଆଜିଠାରୁ ଏଇ ମୁହୂର୍ତ୍ତରୁ ତମକୁ ପରିତ୍ୟାଗ କରିବାକୁ ପଡିବ ଆପଣଙ୍କୁ ବାବା ବେଶ ପରିତ୍ୟାଗ କରିବାକୁ ହବ ଆଉ ମୁଁ ତମ ସହିତ ବାହା ହେବି ସତ ହେଲେ ତମ ସହିତ ଯିବିନି ମୁଁ ମାନେ ଆପଣ କଣ କହିବାକୁ ଚାହାନ୍ତି ରାଜକୁମାରୀ ଆମେ କିଛି ବୁଝିପାରିଲୁନି ଏ ମୋ ରାଜ୍ୟକୁ ଯିବେ ଆଉ ସେଇଟା ପୁଣି
ସବୁଦିନ ପାଇଁ ଘର ହେଇକି ରହିବେ। ଠିକ କହୁଛନ୍ତି ରାଜୁ କୁମାରୀ। କୁହନ୍ତୁ ବାବା ଆପଣ କଣ ପ୍ରସ୍ତାବ ରାଜି? ହେଲୋ ତମ କଥା ରାଜି କାହିଁକି ନା କିଛି ପାଇବାକୁ ହେଲେ କିଛି ହରେଇବାକୁ ହୁଏ। ତାହେଲେ ଠିକ ଅଛି ବାବା ଆଉ ସମୟ ବିଳମ୍ବ କାହିଁକି ଏଇ ନିଅନ୍ତୁ ଏଇ ସିନ୍ଦୁର ରାଜକୁମାରୀଙ୍କ ମଥାରେ ପିନ୍ଧେଇ ଦିଅନ୍ତୁ। ଆଜିଠାରୁ ଏଇ ଦୁନିଆ କହିବ କଳିଯୁଗ ପ୍ରେମ ଲାଗୁଛି ମିଠା। ପ୍ରେମ କି ପୂଜା ପ୍ରେମ କି ପୂଜା ହୃଦୟ କି ହୃଦୟର ମୂଳ ହୃଦୟ ଗୀତରେ ହୃଦୟର ମୂଳ ସତ ମିଛର